महिला कुस्तीयोद्धा भिनेश फोगटଙ୍କ ପାଇଁ ଭାରତ ସ୍ୱର୍ଣ୍ଣ ପଦକର ସୁନେଲି ସ୍ୱପ୍ନ ଦେଖୁଥିଲା, କିନ୍ତୁ 100 ଗ୍ରାମ ଅଧିକା ଓଜନ ପାଇଁ ଅଯୋଗ୍ୟ ଘୋଷିତ ପରେ ସ୍ୱପ୍ନ ଚୁରମାର ହୋଇଗଲା। ଭିନେଶଙ୍କ ହାତରୁ ଅଲିମ୍ପିକ୍ସ ପଦକ ଖସିଗଲା ପରେ ସାରା ଭାରତ ସ୍ତବ୍ଧ। ଭିନେଶଙ୍କ ସହ ଏଭଳି ମୁହୂର୍ତ୍ତରେ ସାରା ଭାରତ ଛିଡ଼ା ହୋଇଥିଲା ବେଳେ ଆଉ ଜଣେ ମହିଳା କୁସ୍ତୀଯୋଦ୍ଧା ମ୍ୟାଚ୍ ହାରିକି ବି ତାଙ୍କରି ଆଚରଣ ଭାରତକୁ ଚକିତ କରିଛି। ସେ ହେଉଛନ୍ତି ହରିୟାଣାର କୁସ୍ତୀଯୋଦ୍ଧା ଅନ୍ତିମ ପଙ୍ଘାଲ। ନୂଆ ବିବାଦରେ ଫସିଛନ୍ତି ଅନ୍ତିମ। ପ୍ୟାରିସ୍ ଅଲିମ୍ପିକ୍ସର ଅନୁଶାସନ ଭାଙ୍ଗିବା ଆରୋପରେ ତାଙ୍କ ବିରୁଦ୍ଧରେ ରିପୋର୍ଟ ହୋଇଛି। ପୂରା ପ୍ରକରଣରେ ତାଙ୍କ ଭଉଣୀ ବି ବେଆଇନ ଭାବେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିବାରୁ ପୁଲିସ ତାଙ୍କୁ ବି ଧରି ମାମଲା ରୁଜୁ କରିଛି। ନିଜର ସାମଗ୍ରୀ ଆଣିବାକୁ କ୍ରୀଡ଼ା ଗାଁକୁ ନିଜ ସାନ ଭଉଣୀକୁ ନିଜର ଅଧିକୃତ ପ୍ରବେଶ କାର୍ଡ ଦେଇ ପଠାଇଥିଲେ ଅନ୍ତିମ। ଯଦିଓ ତାଙ୍କ ସାନ ଭଉଣୀ କ୍ରୀଡ଼ା ଗ୍ରାମକୁ ପ୍ରବେଶ କରିଥିଲେ, କିନ୍ତୁ ବାହାରିଲା ବେଳକୁ ସୁରକ୍ଷା କର୍ମୀଙ୍କ ହାବୁଡ଼ରେ ପଡ଼ିଥିଲେ। ପ୍ରସ୍ଥାନ ଗେଟ୍ରେ ଧରି ପକାଇଥିଲେ ସୁରକ୍ଷାକର୍ମୀ। ମହିଳା କୁସ୍ତୀଯୋଦ୍ଧା 53 କିଲୋଗ୍ରାମ ବର୍ଗରେ ନିଜର ପ୍ରଥମ ମ୍ୟାଚ୍ ହାରିବା ପରେ ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିଥିଲେ ଅନ୍ତିମ। ହାରିବା ପରେ ହୋଟେଲରେ ତାଙ୍କ କୋଚ୍ ଭଗତ ସିଂ ଓ ବିକାଶଙ୍କ ସହ ରହୁଥିଲେ। ଅନ୍ତିମ ସେଥିଲାଗି ନିଜ ସାମଗ୍ରୀ କ୍ରୀଡ଼ା ଗ୍ରାମରେ ଆଣିବାକୁ ସାନ ଭଉଣୀକୁ ନିଜର ଅଧିକୃତ ପ୍ରବେଶ କାର୍ଡ ଦେଇ ନୂଆ ବିବାଦରେ ଫସିଛନ୍ତି ଅନ୍ତିମ। ଏହି ବେଆଇନ କାମ ହେତୁ ଅନ୍ତିମଙ୍କ ଭଉଣୀକୁ ଥାନାକୁ ନିଆଯାଇଥିଲା। ଥାନାକୁ ଅନ୍ତିମକୁ ଡକାଯାଇ ବୟାନ ବି ରେକର୍ଡ କରିଛି ପୁଲିସ। କେବଳ ଏତିକି ନୁହେଁ, ସହଯୋଗୀ ଷ୍ଟାଫ୍ ବିକାଶ ଓ ଭଗତ ବି ନିଶାଗ୍ରସ୍ତ ଅବସ୍ଥାରେ କ୍ୟାବ୍ରେ କୁଆଡ଼େ ଯାତ୍ରା କରୁଥିଲେ। ଭଡ଼ା ଦେବାକୁ ମନା କରିବା ସହ ଡ୍ରାଇଭର ସହ ଯୁକ୍ତି କରିବାରୁ ଡ୍ରାଇଭର ଥାନାକୁ ଖବର ଦେଇଥିଲେ। ଦୁଇ କୋଚ୍କୁ ବି ଥାନାକୁ ଡାକି ପଚରା ଉଚରା କରିଥିଲା ପୁଲିସ। ଏଭଳି ଶୃଙ୍ଖଳା ବିରୋଧୀ କାମ ଭାରତକୁ ନିନ୍ଦିତ କରିଛି। ସେଥିଲାଗି ଇଣ୍ଡିଆନ୍ ଅଲିମ୍ପିକ୍ସ ଆସୋସିଏସନ ତୁରନ୍ତ ଅନ୍ତିମ ଓ ତାଙ୍କ ସପୋର୍ଟ ଷ୍ଟାଫକୁ ପ୍ୟାରିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ପୁଲିସ ଅନ୍ତିମଙ୍କ କ୍ରୀଡ଼ା ଗ୍ରାମକୁ ଏଣ୍ଟ୍ରି କାର୍ଡକୁ ରଦ୍ଦ କରିଦେଇଛି। ଅନ୍ତିମ ନିଜ ସାନ ଭଉଣୀ ନିଶାଙ୍କୁ ନିଜର ଆକ୍ରେଡିଟେସନ କାର୍ଡ ଦେଇ ଏହାର ଦୁରୁପଯୋଗ କରିଥିବାରୁ ନିଶାଙ୍କୁ ପୁଲିସ କିଛି ସମୟ ନିଜ ହେଫାଜତକୁ ନେଇଥିଲା। ପରେ ଭାରତୀୟ ଅଲିମ୍ପିକ୍ସ ସଂଘର ହସ୍ତକ୍ଷେପ ପରେ ପୁଲିସ ଚେତାବନୀ ଦେଇ ଛାଡ଼ି ଦେଇଥିଲା। ଅଗଷ୍ଟ 7 ଅନ୍ତିମ ଲାଗି କଳା ଦିନ ଥିଲା କହିଲେ ଭୁଲ ହେବନି। ବହୁ ପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ଫ୍ରି ଷ୍ଟାଇଲ୍ 53 କିଲୋଗ୍ରାମ ବର୍ଗରେ ଡେବ୍ୟୁ ମ୍ୟାଚ୍ରେ ପ୍ରଥମ ପର୍ଯ୍ୟାୟରେ ହିଁ ହାରର ସମ୍ମୁଖୀନ ହୋଇଥିଲେ ଅନ୍ତିମ। ନିଜର ଓପନିଂ ରାଉଣ୍ଡରେ ହିଁ ସୁ-10ରେ ହାରିଯାଇଥିଲେ। ଏହି 19 ବର୍ଷିଆ ଖେଳାଳିଙ୍କ ରେପ୍ଚେର ଜରିଆରେ ବ୍ରୋଞ୍ଜ ପଦକ ଦୌଡ଼ରେ ଯେଉଁ ଆଶା ଥିଲା, ତାହା ବି ଏ ବିବାଦ କାରଣରୁ ଧୂଳିସାତ ହୋଇଗଲା। ବିଶ୍ୱ ଚାମ୍ପିଅନସିପ୍ରେ ବ୍ରୋଞ୍ଜ ପଦକ ବିଜେତା ଅନ୍ତିମ, ଯିଏକି ଭିନେଶ ଫୋଗଟଙ୍କ କ୍ୟାଟେଗୋରୀରେ ଅଲିମ୍ପିକ୍ସ କୋଟା ହାସଲ କରିବାରେ ପ୍ରଥମ ମହିଳା କୁସ୍ତୀଯୋଦ୍ଧା ଥିଲେ, ଏମିତି ବିବାଦୀୟ କ୍ରମରେ ବାଦ୍ ପଡ଼ିଲେ। ବ୍ୟୁରୋ ଇନପୁଟ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।